ଗୌତମ ବୁଦ୍ଧ ତାଙ୍କ ଶିଷ୍ୟମାନଙ୍କୁ କହୁଥିଲେ ଯେ ମଶାଣି ଯାଅ ଓ ମାସ ମାସ ଧରି ସେଠାରେ ଧ୍ୟାନ କର। ଆଉ ଯେତେବେଳେ କୌଣସି ଶବ ଅଣାଯାଏ ସେତେବେଳେ ବସିଯାଅ ଶାନ୍ତରେ ଓ ତା ଉପରେ ଏକାଗ୍ର ହୋଇକି ତାକୁ ଦେଖ। ଆଉ ଯେତେବେଳେ ଅର୍ଥି ସଜା ହୁଏ ତାକୁ ବି ବସି ଦେଖ। କିଛି ଚିନ୍ତା କର ନାହିଁ, ଖାଲି ଦେଖ ଯେ ମରିବା ପରେ କ'ଣ ହୁଏ। ଆଉ ଯେତେବେଳେ ଶବ ପୋଡ଼ିବାକୁ ଲାଗିବ ଆଉ ଜଳି ପାଉଁଶ ହୋଇଯିବ, ତାପରେ ପ୍ରିୟଜନ ସବୁ କାନ୍ଦି କାନ୍ଦି ଫେରି ପଳାଇବେ, ତାପରେ ବସିଯାଅ ସେଇ ଲିଭି ଆସୁଥିବା ନିଆଁ ପାଖରେ। ଆଉ ଦେଖ ଯିଏ ଏବେ ଏବେ ଥିଲା ସେ ଆଉ ନାହିଁ। ତାପରେ ଧୀରେ ଧୀରେ ତମକୁ ତମ ନିଜ ଶବ ବି ଦେଖିବାକୁ ମିଳିବ। ଆଜି ନୁହଁ କାଲି ତମକୁ ସ୍ମରଣରେ ଆସିବ ଯେ କେବେ ନା କେବେ ତମ ଶବକୁ ମଧ୍ୟ ଅନ୍ୟମାନେ ମଶାଣୀକୁ ନେଇକି ଆସୁଥିବେ। ଆଉ ତମ ପ୍ରିୟଜନ ମାନେ ବି ଏକାଠି ହୋଇକି ତମକୁ ଚିତା ଉପରେ ଚଢ଼ାଇ ଦେବେ ଆଉ ତମେ ବି ପାଉଁଶ ହୋଇଯିବ। ଏମିତି ବିଚାର ଆସିବା ପରେ ତମକୁ ବହୁତ ଭୟ ଲାଗିବ। ସେଇ ଭୟରୁ ପଳାଇ ଯିବାକୁ ଚେଷ୍ଟା କରିବ ନାହିଁ, ସେଠାରେ ହିଁ ରହିବ। ଲୋକମାନେ କହନ୍ତି ମଶାଣୀରେ ଭୂତ ଅଛନ୍ତି। ସେଠାରେ ଭୂତ ନାହିଁ, ଆମମାନଙ୍କର ଭୟ ସେଠାରେ ପ୍ରକଟ ହୋଇଥାଏ। ମଶାଣୀରେ ଭୟର କାରଣରୁ ଭୂତ ଅନୁଭବ ହୁଏ, ଭୂତ କାରଣରୁ ଭୟ ଅନୁଭବ ହୁଏ ନାହିଁ। ମଶାଣୀ ହେଲା ମୃତ୍ୟୁର ପ୍ରତୀକ। ସେଠାକୁ ଗଲେ ଆମ ଭିତରେ ଯେଉଁ ଭୟ ଲୁଚି ରହିଛି ସେଇ ଭୟ ତରଙ୍ଗିତ ହେବାକୁ ଲାଗେ। ଆମ ଭିତରେ ଭୟର ବାତାବରଣ କମ୍ପିତ ହେବାକୁ ଲାଗେ। କମ୍ପିତ ଅବସ୍ଥାରେ ଆମକୁ ଭୂତ ପ୍ରେତ ଦେଖିବାକୁ ଆରମ୍ଭ ହୋଇଯାଏ। ସେଇଟା ଆମ ଧାରଣା ଅଟେ। ସେତେବେଳେ ଆମେ ଭୟଭୀତ ରହିଥାଉ। ସେତେବେଳେ ଆମ ଭୟ ବାହାରୁ ପ୍ରସାରିତ ହୋଇକି ଦେଖିବାକୁ ମିଳିଥାଏ। ସେହି ସମୟରେ କିଛି ଯଦି ଶବ୍ଦ ଶୁଭେ କି ପବନରେ ଗଛପତ୍ର ହଲିଯାଏ, ସେତେବେଳେ ଆମକୁ କାହାର ପାଦଧ୍ୱନି ଶୁଣିବାକୁ ମିଳିଥାଏ। ଅଳ୍ପ ଟିକେ ଶବ୍ଦ ହେଲେ ବି ଆମେ ଭୟରେ ଦୌଡ଼ିବାକୁ ଆରମ୍ଭ କରିଥାଉ। ଆଉ ଦୌଡ଼ିକି ପଳାଇବାରୁ ଆମ ଭୟକୁ ଆମେ ଆହୁରି ଅଧିକ କରିଦେଇଥାଉ। ଯେଉଁ ଭୟ ଛୋଟିଆଟି ଥିଲା ତାହା ଦୌଡ଼ି ପଳାଇବାରୁ ଆହୁରି ବଡ଼ ଅନୁଭବ ହୋଇଥାଏ। ତାପରେ ଆମେ ଆହୁରି ଭୟ ଜାଲରେ ଛନ୍ଦି ହୋଇଯାଉ। ସେତେବେଳେ ଆମକୁ କିଛି ବି ଦେଖିବାକୁ ମିଳିପାରେ। ସେତେବେଳେ ଆମକୁ ଏତେ ସ୍ପଷ୍ଟ ଜଣାପଡ଼ିବ, ତାପରେ ଆମେ କେବେ ବି ମାନିବୁ ନାହିଁ ଯେ ସେଇଟା ମିଥ୍ୟା ଥିଲା। କିନ୍ତୁ କିଛି ଭୁଲ ଘଟୁଥାଏ। ଯେଉଁଟା ପରଦା ଉପରେ ଦେଖାଯାଉଛି ସେଇଟା ପରଦା ଉପରେ ନୁହଁ, ସେଇଟା ଆମ ମନ ଭିତରେ ହିଁ। ଯେମିତି ଫିଲ୍ମ ହଲ୍ରେ ଆମ ପଛପଟେ ପ୍ରୋଜେକ୍ଟର ରହିଥାଏ, ତା ଆଡ଼କୁ କିଏ ଦେଖନ୍ତି ନାହିଁ। ଆମେ ଦେଖୁ ପରଦା ଉପରକୁ। ପରଦା ଉପରେ ଯାହା ସବୁ ଦେଖାଯାଏ ତାହା ପରଦା ଭିତରେ ନାହିଁ, ଖାଲି ପରଦା ଉପରେ ଦେଖାଯାଏ। ଯେଉଁଟା ପରଦା ଉପରେ ଦେଖାଯାଉଛି ସେଇଟା ଆମ ପଛପଟେ ଯେଉଁ ପ୍ରୋଜେକ୍ଟର ଅଛି ତାହା ମଧ୍ୟରେ ଥାଏ। ଯେତେବେଳେ ଆମକୁ ଭୂତ ଦେଖାଯାଏ ସେତେବେଳେ ଆମେ ଟିକେ ପଛକୁ ଦେଖିବା, ସେଠାରେ ଭୟ ଅଛି। ସେତେବେଳେ ଆମେ ଭୁଲି ଯାଉଛୁ କି ସେହି ଭୟ ଆମେ ନିଜେ ହିଁ ନିର୍ମିତ କରିଥାଉ। ସେହି ଭୟ ଆମ ଭିତରୁ ବାହାରିକି ଆମ ସମ୍ମୁଖକୁ ଆସିଥାଏ। ସେହି ସବୁ ଆମର ହିଁ କଳ୍ପନା ଅଟେ। ଯଦି ଆମେ ସେଠି ନ ଡରିକି ଛିଡ଼ା ହୋଇଯିବୁ, ତାପରେ ସେ ଭୂତ ଓ ସେ ଭୟ ଦୌଡ଼ିକି ପଳାଇବାକୁ ଆରମ୍ଭ କରିଥାନ୍ତି। ବିବେକାନନ୍ଦ ଲେଖିଛନ୍ତି, ପ୍ରଥମେ ସେ ଯେତେବେଳେ ସନ୍ନ୍ୟାସୀ ହୋଇକି ସେ କାଶୀ ପହଞ୍ଚିଥିଲେ, ସେଠାରେ ମାଙ୍କଡ଼ମାନେ ତାଙ୍କୁ ବହୁତ ହଇରାଣ କରିଥିଲେ। ସେ ଥରେ ଗୋଟେ ବୃକ୍ଷ ତଳେ ବସିକି ଧ୍ୟାନ କରୁଥିଲେ। ସେତେବେଳେ ମାଙ୍କଡ଼ମାନେ ଏକାଠି ହୋଇକି ତାଙ୍କୁ ଡରାଇବାକୁ ଲାଗିଲେ। ତାପରେ ବିବେକାନନ୍ଦ ମାଙ୍କଡ଼ମାନଙ୍କ ଠାରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କଲେ। ଯିଏ କେବେ ଆମକୁ ଡରାଇଲେ ଆମେ ସବୁ ଭୟରୁ ବଞ୍ଚିବା ପାଇଁ ଉପାୟ ବାହାର କରିଥାଉ। ଆମେ ଯେତେବେଳେ ବଞ୍ଚିବାର ଉପାୟ ବାହାର କରିଥାଉ ସେତେବେଳେ ଆମେ ଡରାଇବା ବାଲାର ସାହସ ବଢ଼ାଇଥାଉ। ଯେତେବେଳେ ବିବେକାନନ୍ଦ ପଛକୁ ଘୁଞ୍ଚିବାକୁ ଲାଗିଲେ, ମାଙ୍କଡ଼ମାନେ ଚାରିଆଡ଼ୁ ଆହୁରି ତାଙ୍କ ପାଖକୁ ମାଡ଼ି ଆସିବାକୁ ଲାଗିଲେ। ବିବେକାନନ୍ଦ ଦୌଡ଼ି ପଳାଇବାକୁ ଲାଗିଲେ। ସେତେବେଳେ ତାଙ୍କ ପଛରେ ମାଙ୍କଡ଼ମାନେ ସବୁ କାମୁଡ଼ିବାକୁ ଗୋଡ଼େଇଲେ। ଆଉ ଯେଉଁ ସବୁ ମାଙ୍କଡ଼ ଗଛ ଉପରେ ବସିଥିଲେ ସେମାନେ ମଧ୍ୟ ତଳକୁ ଓହ୍ଲାଇକି ଗୋଡ଼େଇବାକୁ ଲାଗିଲେ। ଅଚାନକ ବିବେକାନନ୍ଦକୁ ସ୍ମରଣ ହେଲା ଯେ ଏମାନେ ମୋ ଭୟକୁ ଦେଖି ତ ଏତେ ସାହସୀ ହେଉନାହାନ୍ତି ତ। ତତ୍କ୍ଷଣି ସେ ଛିଡ଼ା ହୋଇଗଲେ। ଛିଡ଼ା ହୋଇଯିବାରୁ ମାଙ୍କଡ଼ମାନେ ବି ସବୁ ଠିଆ ହୋଇଗଲେ। ତାପରେ ବିବେକାନନ୍ଦ ମାଙ୍କଡ଼ମାନଙ୍କ ଆଡ଼କୁ ଗୋଡ଼େଇବାକୁ ଲାଗିଲେ। ତାପରେ ମାଙ୍କଡ଼ମାନେ ସବୁ ଡରିକି ଗଛ ଉପରେ ଚଢ଼ିଗଲେ। ତାପରେ ବିବେକାନନ୍ଦ କହନ୍ତି, ସେଇଦିନ ମୋତେ ଭୟର ସବୁ ରହସ୍ୟ ଜଣାପଡ଼ିଲା। ଯାହାକୁ ଆମେ ଭୟଭୀତ ହେଇଯାଉ ସେ ଆମ ପିଛା କରୁଥାଏ। ଆମେ ଯଦି ନ ଡରି ତା ପଛରେ ଗୋଡ଼େଇବାକୁ ଲାଗିବୁ, ତାପରେ ସେ ଡରିକି ପଳାଇବା ଆରମ୍ଭ କରିଦେବ। ଆମେ ଯଦି ନ ଡରିକି ଛିଡ଼ା ହୋଇଯାଉ ତାହେଲେ ସାରା ଜଗତର ଭୟ ସବୁ ଚିରହିତ ହେବାକୁ ଲାଗିବ।
ଭୟ ତମ ମନ ଭିତରେ ହିଁ ଅଛି। ତାକୁ ଦେଖ। ତାକୁ ଦେଖିବା କ୍ଷଣି ଭୟ ତିରୋହିତ ହେବାକୁ ଲାଗିବ। ତେଣୁ ଅଧିକରୁ ଅଧିକ ଧ୍ୟାନ କରିବା ଆବଶ୍ୟକ। ଯେତେ ଯେତେ ଆମେ ଧ୍ୟାନ କରିବୁ ସେତେ ସେତେ ଆମ ମନରେ ଯେଉଁ ସବୁ ବିଚାର ସବୁ ଚାଲିଛି ତାହା ସ୍ପଷ୍ଟ ଦେଖିବାକୁ ମିଳିବ। ତାକୁ ଦେଖିବା କ୍ଷଣି ସେ ସବୁ ଶାନ୍ତ ହୋଇଯିବ।